ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ। ଏମନ୍ତେ ଭାଗବତ ବାଣୀ ସୁତ ମୁନିଙ୍କ ମୁଖୁ ଶୁଣି, ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ ସୈନକ ନାମେ କୁଳବୃଦ୍ଧ, ସର୍ବମୁନିଙ୍କ ଅବଧାନେ ପୁଚ୍ଛନ୍ତି ମଧୁର ବଚନେ। ସୈନକ ଉବାଚ, ହେ ସୁତ ତୁମ୍ଭେ ମହାଧୀର, ବକତା ଜନ ମଧ୍ୟେବର। ଗଙ୍ଗାର ତୀରେ ରାଜାଗେ, ଶୁକ କହିଲେ ବ୍ରହ୍ମଭାଗେ। ଏ ଭାଗବତ ଧର୍ମ କେବେ, ବ୍ୟାସ ରଚିଲେ କେଉଁ ଯୁଗେ। ସେ କଥା କହ ଆମ୍ଭ ଆଗେ, ତୁମ୍ଭେ ସେ ଅଟ ମହାଭାଗେ। କାହାର ବୋଲେ କହି ବସି, କି ଭାବେ କି ହେତୁ ଉଦ୍ଦେଶି। ଶୁକ ଯେ ତାହାଙ୍କ କୁମର, ସମଦରସି ନିର୍ବିକାର। ଏକାନ୍ତ ମତି ରାତ୍ର ଦିନେ, କୃଷ୍ଣ ମହିମା ଯାର ମନେ। ନିର୍ମାୟା ମୂଢ଼ ତା ପ୍ରତୀତି, ଲଖି ନ ପାରେ କେହି ଗତି। ଯାହାର ଆଗମନ କାଳେ, ଦେବକ ନ୍ୟାୟ ଥିଲେ ଜଳେ। ସ୍ୱଭାବେ ନଗ୍ନ ତାଙ୍କୁ ଦେଖି, ଧାଇଁଲେ ଲଜ୍ଜାକୁ ଉପେକ୍ଷି। ଦେଖିବା ଅର୍ଥେ ଜଳତଟେ, ମିଳିଲେ ମୁନିଙ୍କ ନିକଟେ। ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ, ଜଳ ପଶିଲେ ବେଗେ ଯାଇ। ସ୍ୱଭାବେ ସେ ଶୂର ଯୁବତୀ, ଜାଣନ୍ତି ସର୍ବ ପ୍ରାଣୀ ଗତି। ଦେଖି କନ୍ୟାଙ୍କ ମୂଢ଼ ଗତି, ଚଞ୍ଚଳ ବ୍ୟାସଙ୍କର ମତି। ଏମନ୍ତେ କନ୍ୟା ଗଣେ ଚାହିଁ, ବ୍ୟାସ କହନ୍ତି ଖେଦ ବହି। ପୁଣି କ୍ଷଣକେ ପାଇ ଶାନ୍ତ, କନ୍ୟାଙ୍କୁ ଚାହିଁ ପଚାରନ୍ତି। ଅଇଲ ମୋର ପୁତ୍ର ଚାହିଁ, କିମ୍ପା ପଶିଲ ଜଳେ ଯାଇ। ଏ କିସ ତୁମ୍ଭର ବେଭାର, ସେ ଶୁକ ମୋହର କୁମର। ତରୁଣ ବୟସ ତାହାର, ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀଗଣ, ତକ୍ଷଣେ ନମିଲେ ଚରଣେ। ବୋଲନ୍ତି ବ୍ୟାସ ମୁଖ ଚାହିଁ, ସଂସାର ତାଙ୍କ ଦେହେ ନାହିଁ। ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ, ବିଷୟର ସେ ଅଛି ସଧ। ଏ ଘେନି ହୋଇଲୁ ଅନ୍ତର, ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରୀଗଣେ, ଶୁକ ରହିଲେ ସେହି ବନେ। ସେ ଶୁକ ମୁନି କିସ କାର୍ଯ୍ୟେ, ପ୍ରବେଶ କଲେ କୁରୁ ରାଜ୍ୟେ। ଉନ୍ମତ୍ତ ଜଡ଼ ରୂପ ବହି, ତାହାଙ୍କୁ କେହି ନ ଜାଣଇ।
କେମନ୍ତେ ପରୀକ୍ଷିତ ମେଳେ ମିଳିଲେ ଜାହ୍ନବୀର କୂଳେ। ତହିଁ ଅନେକ ମୁନି ମଧ୍ୟେ ଏ ଭାଗବତର ସମ୍ବାଦେ। ପ୍ରଜାଙ୍କ ଦ୍ୱାରା ସାୟଂକାଳେ ଯେ ନିତ୍ୟେ ଭିକ୍ଷା ଅର୍ଥେ ମିଳେ। ଗୋଦୋହ ମାତ୍ର ଦ୍ୱାରେ ରହି ଗୃହିଙ୍କି ତୀର୍ଥ ଫଳ ଦେହି। ସେ ମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ। ସେ ପୁଣି ଭାଗବତ ଶାସ୍ତ୍ର କହିଲେ ଏତ ଆଚମ୍ବିତ। ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ। ତାହାଙ୍କ ଜନ୍ମ କର୍ମ ଯେତେ କହିବ ଆମ୍ଭର ଗ୍ରତେ। ଅଦ୍ଭୁତ ପ୍ରାୟ ତାହା ଶୁଣି ତରିବୁ ଭବ ତରଙ୍ଗିଣୀ। ସେ ସର୍ବ ରାଜାଙ୍କର ସାର ପାଣ୍ଡବ ବଂଶେ କୀର୍ତ୍ତିଧର। ଏଡ଼େ ସମ୍ପଦ କରି ଦୂର କିମ୍ବା ରହିଲେ ଗଙ୍ଗାଧି ତୀର। ଶତ୍ରୁ ରାଜାଏ ଯାର ପାଦେ ନମନ୍ତି ଦେଇଣ ସମ୍ପଦ। ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି। ଚେହୁଁ ଶରୀରେ ସାଗରେ ବହଇ ପର ଉପକାରେ। ହରିଚରଣ ଚିନ୍ତି ଚିତ୍ତେ ଯେ ରାଜା ବର୍ତ୍ତେ ଜନହିତେ। ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷି ଗୃହ ଦାରାଧନ। କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବ ଯେ ମନ୍ତେ। ତୁମ୍ଭେ ସର୍ବଜ୍ଞ ନିର୍ବିକାର କହ ସଂଶୟ ଯାଉ ଦୂର। ଏମନ୍ତେ ସୈନିକ ବଚନେ ସକଳ ପ୍ରଶ୍ନ ଅନୁମାନେ। କହନ୍ତି ଶ୍ରୁତ ମହାଋଷି ମୁନିଙ୍କ ପ୍ରଶ୍ନ ପରଶଂସି। ସୁତ ଉବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ। ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି। ପରାଶରଙ୍କ ବୀର୍ଯ୍ୟେ ଜାତ ଯୋଜନ ଗନ୍ଧା ଗର୍ଭଗତ। ସେ ଏକ ଦିନେ ପ୍ରାତଃ କାଳେ ସ୍ନାହାନ ସାରି ଗଙ୍ଗା ଜଳେ। ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳେ ଆସନେ। ପର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ। ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି। ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଳି ଆଗମେ ପ୍ରାଣୀଙ୍କର ଯେମନ୍ତେ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ଦୁର୍ବଳ ହୋଇବେ
ଶରୀରେ ବୁଦ୍ଧି ହୋଇବ ଲୋଭେ ଗ୍ରାସ ସ୍ୱଭାବେ ଅଳପ ଆୟୁଷ ଦୁର୍ଭାଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମକାଣ୍ଡ ଋକ୍ ଯଜୁ ସମ ଅଥର୍ବ ଏରୂପେ କରି ଭିନ୍ନ ଭାଗ ପଞ୍ଚମ ବେଦ ଇତିହାସ ବ୍ରହ୍ମ ପୁରାଣ ଅଷ୍ଟାଦଶ ପଇଲ ମୁନିଙ୍କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ ଜୈମିନୀଙ୍କି ଦେଲେ ସାମ ଯଜୁଜେ ବୈଶମ୍ପାୟନ ଅଙ୍ଗିରା ମୁନି ଅଥର୍ବଣେ ମୋ ପିତା ରୋମହର୍ଷଣେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟେ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟେ ପ୍ରଶିଷ୍ୟେ ଶିଖାଇଲେ ଅଳପ ବୁଦ୍ଧି ନର ଯେତେ ବେଦ ଧରିବେ ଦୃଢ଼ ଚିତେ ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ ବୁଦ୍ଧି ମନ୍ଥନେ ବେଦ ମନ୍ଥି ଭାରତ ପଦ ବନ୍ଧେ ଗୁନ୍ଥି ବେଦୁ ଉଦ୍ଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ ପ୍ରାଣୀକୁ ନିସ୍ତାରିବା ଅର୍ଥେ କାନନେ ମିଳିଲେ ନିଶ୍ଚିନ୍ତେ କଲେ ହେଁ ସର୍ବଧର୍ମ ଯେତେ ତୋଷ ନହିଲେ ହୃଦଗତେ ଆଶ୍ରିତ ସରସ୍ୱତୀ କୂଳେ ମନ ନ ରହି ନିଶ୍ଚଳେ ଯୋଗେ ନ ପାରି ଚିତ୍ତ ଧରି ଚଞ୍ଚଳେ ମନ୍ତ ବିଚାରି ଅତି କଠୋର ବେଦ ଘେନି ଗୁରୁ ନଳେ ଚିତ୍ତ ମାନି ଯେବା ଭାରତ କଲିସାର ସ୍ତ୍ରୀ ଶୂଦ୍ର ଜନଙ୍କ ନିସ୍ତାର ତେବେ ନିର୍ମଳ ନୋହେ ମନ ଚିନ୍ତା ଅନଳେ ଛନ ଛନ ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଧ୍ୟାନ ପଥେ ଯେତେ ଚିନ୍ତିଲି ବେଦ ଧର୍ମ ବିଚାର ଏସେ ମାୟା ଭ୍ରମ ଏ ମାୟା ତୁଟଇ ଯେମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ କହିବି ଭାଗବତ ଧର୍ମ ଯେଣେ ନ ଲାଗେ ମାୟା ଭ୍ରମ
ଏମନ୍ତ ହୃଦୟେ ବିଚାରି ମନକୁ ନ ପାରନ୍ତି ଧରି। ଏମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣାନାଦ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେହେଁ ଦୂର ଆଗସରି ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣମି ଆନନ୍ଦେ। ଯାର ଚିନ୍ତନେ ପାପ ନାଶ ନମଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷାରୂପଖ୍ୟାନେ ଚତୁର୍ଥୋଧ୍ୟାୟ।